त्राहि भंजन बाना करुणा सागर जय जय जगन्नाथ जगत जीवन त्रिभुवन लोके दार चरण बंदन यही गोरा राम रूपे रावण बधिल ये गोलक भर मिलिला अपनी सर्जिल सुनो सुनो मरे भाई क्षेत्र महिमा पिला चले मुखे যাব পাপ সিন্ধু সীমা রাধারে ভাবিতে প্রভু গৌর অবতার হরে কৃষ্ণ মহামন্ত্র ঘরি অগ্রগার কোন কইব মহাদেব পিঙ্গলা দাঁটা কালা ইয়ে তারা বলে ঠক ঠক চপে হাটমালা শিরে দুরা শিব কর্ণরে দুরা তারা বলে বহু বহু বাজে নিবঘরা राग सुनो बानी टप टप करी ताकू आउ नाही बेल चारि पद कथा मोर पालार सुमण समस्त कथारे मोर लागि गला ओळी आपण मानकु दया करिथिले प्रभु बन मारे जोग माया सदा सर्वदा करिबे कल्याण जेते बसी तुमि मोर सर्व भक्त मन हरि बोल सामने हुड़ हुड़ी तीर दरबार गुटी बड़ी बहु छुड़ी नीर सिंधु तीरे बोलाए जामना चंपल तापाई चंपल खी खाए विश्व ये उच्चमना बाबा लो भाई लो ये उच्चमना जे नीच मेहर कहले जहांकर चिंताधारा नीच मो माँ माने से जेते बड़ काम रे हाथ देले से सफल हो गोटे दरिद्र लोक हो बरं जदि उच्च मना ताहले कौनसी कार्य रे हाथ देला साहस साहस आरंभ कला साहस सहित से केबे पछुंटा करदब नाही पछुंटा आपर पछु केबे फेरिबो ना आम भितर साहस दरकार आमे उच्च मना हवा दरकार उच्च मना भवे अमृत लभई नीच मना लभे विष कोन पुओ बुझुछु जो माने नीच मना से माने विष लभे किंतु क्षमा करिवे सारे शिवन को ऊपर मागु देबी ना आमे जदी कहबा शिव विष पाइले नारायण लक्ष्मी की पाइले ताले शिव कोन नीच मना आपणकर जदि आमे कहबा शिव विष पाइले नारायण लक्ष्मी की पाइले शिव नीच मना ना से उच्च मना शिव विष पान करना ओहो तू देखिछु आमे जो माने सबु दिन राति 24 घंटा भीतर 21,600 थर विष त्याग करूचे अंगार काम ताकू पान करूचंती वृक्ष अम्लजान दौचंती सेही होचंती आम पाई शिव गछ नथिले आमे बंसी परिवार सार माने विचार करंतु एबे गवर्नमेंट मनीकरण करूचे कहिचंती आपण मानकर पराशर जे गछुटिए लगैले जेतिकी पुण्य झियोटिए बाहादरे से आउ को पला कुपाराम प्रपाकारी खाबु ख्याति रोबक कन्या पद सेतुकारी स्वर्ग मापनति संशय जेते झियो माने बहु माने मां माने बच्चा सब सुन शहेटा पुरे जेतिकी मूल्य नाइ गोटे झियो रे सारे सेतिकी मूल्य
କଥା କହିଛି କହିଛନ୍ତି କିଏ ପରାଶର କହିଲେ ଗୋଟିଏ କନ୍ୟା ଦାନ କଲେ ବହୁତ ପୁଣ୍ୟ କନ୍ୟା ଦାନ କଲେ କନ୍ୟା ପିତା ସ୍ୱର୍ଗ ପ୍ରାପ୍ତି ହୁଏ ହେଲେ ପଣ୍ଡିତେ ମୋର ଭଉଣୀ ନାହିଁ କି ମୋ ବାପା ମାଙ୍କର ଝିଅ ନାହିଁ ମୋ ବାପା ମା କଣ ଅଧା ସ୍ୱର୍ଗରେ ରହିବେ ଇଏ ଦୁନିଆରେ କଣ ସବୁ ବାବୁଙ୍କର ଝିଅ ଅଛି ଯୋଉ ବାବୁଙ୍କର ଝିଅ ନାହିଁ ସେ କଣ ଅଧା ସ୍ୱର୍ଗରେ ରହିବେ ତାହେଲେ ପରାଶର କହିଲେ ଝିଅଟିଏ କନ୍ୟାଟିଏ ଦାନ କଲେ କନ୍ୟା ଦାନ କରେ କନ୍ୟା ପିତା ଗ୍ରହଣ କରେ ଗ୍ରହିତା କନ୍ୟା ଦାନ କଲେ ସ୍ୱର୍ଗ ପ୍ରାପ୍ତି ହେବେ ମୁଁ ଗୋଟେ ପୁରୁଷ ମୋର ଝିଅ ନାହିଁ ମୁଁ ନରକରେ ପଡ଼ିବି ତାର ବାଟ ଅଛି ଉପାରାମ ତୋର ଝିଅ ନାହିଁ ତୋ ପାଖରେ ପଇସା ଅଛି ଦେଖିବୁ ଯୋଉ ଗାଁରେ କୂଅ ନଥିବ ପୋଖରୀ ନଥିବ ଏବେ ସିନା ସରକାର କୂଅ ପୋଖରୀ ଖୋଳୁଛନ୍ତି ସେତେବେଳେ ଯୋଉମାନେ ଅନାଢ୍ୟ ଲୋକ ଯୋଉ ଗାଁରେ କୂଅ ପୋଖରୀ ନଥିଲା ସେ ଖୋଳନ୍ତି ପୁଣ୍ୟ ଅର୍ଜନ କରିବା ଯୋଉ ଗାଁରେ କୂଅ ନଥିବ ତୁ କୂଅଟିଏ ଖୋଳିଦେବୁ ପୋଖରୀଟିଏ ଖୋଳିଦେବୁ ସେ ଗାଁର ଲୋକମାନେ ଯେତେବେଳେ ସୁବିଧାରେ ପାଣି ମୁଣ୍ଡିଏ ପାଇବେ ଖୁସି ହେବେ କହିବେ ଯାହା ହଉ ସେ ପାଲା ପାଳିଆ ରାତି ଅନିଦ୍ରା ହେଇକି ଟଙ୍କା ଖର୍ଚ୍ଚ କରିକି ସେ ଆମ ପାଇଁ କୂଅ ପୋଖରୀ ଖୋଳିଦେଲା ଆମେ ପାଣି ଖାଉଛୁ ତାରି ଆଶୀର୍ବାଦନରେ ତୁ ଅକ୍ଲେଶରେ ସ୍ୱର୍ଗ ପ୍ରାପ୍ତି ହବ ସାରେ ମୋର ଝିଅ ନାହିଁ କୂଅ ପୋଖରୀ ଖୋଳିବାକୁ ଟଙ୍କା ନାହିଁ ତୋର ଝିଅ ନାହିଁ କୂଅ ପୋଖରୀ ଖୋଳିଲେ ମୁକ୍ତି ପାଇବି ହେଲେ କିନ୍ତୁ ଟଙ୍କା ନାହିଁ ଟିକେ ବିଚାର କରନ୍ତୁ ସାର୍ ମୁଁ କେମିତି ସ୍ୱର୍ଗ ଯିବି ସାରେ ବେଳେ ବେଳେ ଶହ ଶହ ଲୋକ ବସିଥିବେ 5-7 ଜଣଙ୍କୁ ଚାହିଁକି ଆମେ ପାଲା କରୁ ତାର କାରଣ ଆପଣ ଠିକ ମର୍ମ ମୋ ପାଖରେ ସାରେ ଝିଅ ନାହିଁ ଟଙ୍କା ନାହିଁ ମୁଁ ତ କୂଅ ପୋଖରୀ ଖୋଳି ପାରିବିନି ନା ମୁଁ ମୁକ୍ତି ପାଇବିନି କେମିତି ପାଇବି ନା କେମିତି କଥା ମୁଖିଆ ଦିନ ପାକ ଆରେ ତୋ ପାଖରେ ସିନା ଟଙ୍କା ନାହିଁ ତୁ କୂଅ ପୋଖରୀ ଖୋଳି ପାରିବୁନି ରାସ୍ତା କଡରେ କଣ ଗଛଟିଏ ଲଗେଇ ପାରିବୁନି ସେ ଗଛ ଯେତେବେଳେ ବଡ ହବ କଣ ଦବ ନା ଛାଇ ଦବ ଫୁଲ ଦବ ଫଳ ଦବ ଅମୃତ ଦବ ମାଲ ଅମୃତ ଅମ୍ଳଜାନ ଅମୃତ ନୁହେଁ କି ଅକ୍ସିଜେନ ଟା ଅମୃତ ନୁହେଁ କି ଆପଣ ଯୋଉ ମନ ମନେ ଆମେ ସବୁ ଭାବୁନେ ଆମ ବିଜ୍ଞାନ ଆଗେଇଛି ଇଏ ବିଜ୍ଞାନ ବିଲକୁଲ ଆଗେଇଛି ମୁଁ କହିବି ଆପଣଙ୍କୁ ପ୍ରମାଣ ଦେବି ଇଏ ବିଜ୍ଞାନ ଟିକେ ଆଗେଇଛି ନା ଆଗେଇଛି ଯେ କିନ୍ତୁ ପୁରାଣ ଯୁଗର ବୈଜ୍ଞାନିକଙ୍କର ଯେତିକି କଲଚର ରିସର୍ଚ୍ଚ ଥିଲା ତାଠୁ ପଛରେ ମୁଁ ଗୋଟିଏ ପ୍ରମାଣ ଦେବି ଇଏ ବିଶ୍ୱରେ କୋଉ ବୈଜ୍ଞାନିକ ପର୍ଟିକୁଲାର ଏଇ ଜାଗା ଉପରେ ଭୂମିକମ୍ପ ହବ 7 ମିନିଟ ପୂର୍ବରୁ କହିବେ କି ଦ୍ୱାପର ଯୁଗରେ ଜଣେ ବୈଜ୍ଞାନିକ 7 ଦିନ ପୂର୍ବରୁ ଭୂମିକମ୍ପ ହବ ବୋଲି କହିବେ ପାଲା ତର୍ଜମାନ କଲେ ପାଲା ନାହିଁ 7 ଦିନ ପୂର୍ବରୁ ଏଇ ଜାଗାରେ ଭୂମିକମ୍ପ ହବ ଭୂମିକମ୍ପ ସମୁଦ୍ର ଭିତରେ ହେଲେ ସାରା ସୁନାମି ହବ ନା ନାହିଁ କାରଣ ବନ୍ୟା ପାଣି ଯେତେ ଯାଇ ପହଞ୍ଚିଲେ ବି ସମୁଦ୍ର ଜଳ ବୃଦ୍ଧି ହବନି ସମୁଦ୍ର ଜଳ ସେତିକି ବେଳେ କୂଳ ଲଙ୍ଘିବ ଯେତେବେଳେ ସୁନାମି ହବ ଆଜିର ଭାଷାରେ କହୁଛି ଭୂମିକମ୍ପ ହବ ମା ବିଜ୍ଞାନ ଏତେ ଆଗେଇଲେ କହିପାରିବନି 5 ସେକେଣ୍ଡ ପୂର୍ବରୁ ଏଇ ଜାଗାରେ ଭୂମିକମ୍ପ ହବ ଦ୍ୱାପର ଯୁଗର ବୈଜ୍ଞାନିକ ସେ ଜଣେ ଯୋଗ୍ୟ ଭକ୍ତ ପାଖରେ ଜିଜ୍ଞାସୁ ପାଖରେ କହିଲେ ରେ ବାବୁ 7 ଦିନ ଭିତରେ ଭୂମିକମ୍ପ ହବ କଣ କହିବେ ପରୋକ୍ଷରେ କେମିତି କହିବେ କହିଲେ ଇଏ ଭାଗବତ ପବିତ୍ର ଭାଗବତ ଜଗନ୍ନାଥ ଦାସ କହିଲେ ଇଏ ଜଳ ଦ୍ୱାରକା ନାଶ ভূমিকম্প হব আরব সাগর ভিতরে ভারতর পশ্চিম দিগর আরব সাগর 7 দিন পূর্ব কৃষ্ণ কহিবে তুমি কাই বৈজ্ঞানিক কহি পাউন স্কেলরে কোন মাপুছ সে তো মাটিরে সব মিশি যাচ্ছে মাপুছ কোন সেতବେଳେ মাপুছ মো কহিবার তাৎপর্য সেইটি উদ্ধব হসি দেলে কাই হসিলে যদি কেহি বিজ্ঞ কহিবে ভুবনেশ্বর সহর বুড়িব পার্টিকুলার এ জায়গা বুড়িব 9 নম্বর বুড়িবনি
ହବ ବୁଡ଼ିବନି ବୁଡ଼ିବ ନା ଆଉ ଆଜ୍ଞା ବୁଡ଼ିବ ଉଦ୍ଧବ କହିଲେ କଣ ଆପଣ କହିଲେ ଜଳ ଦ୍ୱାରକା ନାଶ ଯିବ ମୋର ନିବାସ ମାତ୍ର ଥିବ ଆପଣ ଯୋଉ ଘରେ ଅଛନ୍ତି ସିଏ ରହିବ ନା ହଁ ମୁଁ କୋଉ ଘର କଥା କହୁଛି ମୋର ନା ଯୋଉ ଘରେ ଆପଣ ଅସ୍ତ ଅଟ ମହିଷିକି ନେଇ ରହୁଛନ୍ତି ଆପଣ ଯୋଉ ଘରେ ଶୋଉଛନ୍ତି ଯୋଉ ଘରେ ଚଳୁଛନ୍ତି ନା ନାଇଁ ଏଇଟା ହଉଛି ଲୌକିକ ଘର ତାହେଲେ ତମର ଆଉ ମୋର ଆଉ ଗୋଟେ ଘର ଅଛି ବର୍ଷରେ ଆଉ ଅଛି ଚୁପ୍ ସିଏ ଘରକୁ ପାଣି କଣ କିଏ କିଏ ଯାଇପାରିବେନି ଶୁଣ ଉଦ୍ଧବ ଦେଖିବା ମୋ ଅସଲ ଘର ସେଇଠି କୋଉଠି କହିଲ ମୁଁ ସେଇଠୁ ଆସେ ସେଇଠିକୁ ଯାଏ ମୁଁ ସେଇଠୁ ଆସେ ପୁଣି ସେଇଠିକୁ ଯାଏ ତାମାନେ ମୁଁ ଆଗରୁ ନଥିଲି କୃଷ୍ଣ କହୁଛନ୍ତି ମୁଁ ଆଗରୁ ନଥିଲି ଆଉ କିଛି ଦିନ ପରେ ରହିବି ବର୍ତ୍ତମାନ ରାମ ମନ୍ଦିରରେ ରାମଙ୍କ ମୂର୍ତ୍ତି ପୂଜା ହଉଛି ନା ଜୀବନ୍ତ ରାମ ରାମ ନାହାନ୍ତି ରାମ ପାଣିରେ ବୁଡି ମଲେ ଅଗ୍ରାମ କୃଷ୍ଣଙ୍କ ମୂର୍ତ୍ତି ପୂଜା ହେଇଛି କୃଷ୍ଣଙ୍କୁ ଜଣେ ସ୍ୱର ମାଇଲା ପାଟିରେ କେହି ତମେ ପାଣି ଦେଇନା ନା କୃଷ୍ଣଙ୍କୁ ନିନ୍ଦା କରୁନ ନା 16,108 ସ୍ତ୍ରୀ ଏଇ କୃଷ୍ଣଙ୍କର ଆଜ୍ଞା କେତେ କୃଷ୍ଣଙ୍କର ସ୍ତ୍ରୀ 16,108 ସାରେ କଣ ତାଙ୍କ ହଉ ତ ଛୁତିକିଆ ବନ୍ଦ ହଉନଥିବ ଚୁପ୍ 60,080 ପିଲା ତାହେଲେ ଚାଉଳ ଟ୍ରକ ତାଙ୍କ ଦୁଆର ଲାଗୁଥିବ ସେତେବେଳେ ଚାଉଳ ବଣ୍ଟା ହଉନଥିଲା ହେଲେ ହେଲେ କୃଷ୍ଣଙ୍କର ପ୍ରାଣ ପ୍ରୟାଣ ହେଲା ବେଳେ ଏ କୁହ ମା କହିଲ ପାଟିରେ ଟୋପେ କିଏ ପାଣି ଦେଲେ ନା ଦେଲେନି ଜି ନା ମନେକର ମୋର 10ଟା ପୁଅ 20ଟା ନାତି ମୁଁ ଯଦି ହାଟକୁ ଗଲା ବେଳେ ପାଟିରେ ପଣିକିରି ମଲି ମୋ ପାଟିରେ ପାଣି ଦେଲେନି ଗାଁ ଲୋକ କାହିଁ ସମାଲୋଚନା କରିବ କହିଲ କୃଷ୍ଣଙ୍କ ପାଟିରେ ଯୋଉ ତାଣ୍ଡବ ଅତି ପ୍ରିୟ କୃଷ୍ଣ ଶୁଣିଲେ ଶୁଣିଛନ୍ତି ଅର୍ଜୁନ ଅନଘର୍ଜୁନ ଭରତ ବଂଶକ ସଭ୍ୟ ସାଥୀ ଗାନ୍ଧୀବି ଖାନ୍ଦେବି ଧନଞ୍ଜୟ ଫାଲ୍ଗୁନି ଶ୍ଵେତ ବାହନ କିରୀଟି ସଭ୍ୟ ସାଥୀ କେତେ ନା 20ଟା ନା ସାରିବୁ ଜାନା ଏ କଣ ବାଦପାଲା ହେଇଛି ଆରେ କେଣୁ ସେ କୃଷ୍ଣ ଏବେ ନାହାନ୍ତି ମଥୁରା ଅଛି ରାମ ନାହାନ୍ତି ଅଯୋଧ୍ୟା ଅଛି ଇଏ ରାମ ଯୋଉଠୁ ଆସିଛନ୍ତି କୃଷ୍ଣ ଯୋଉଠୁ ଆସିଛନ୍ତି ଭଗବାନ କୃଷ୍ଣ କହିଲେ ସିଏ ଘର ବୁଡିବ ଆରେ କୋଉଠୁ ଆସିଛନ୍ତି କାରଣ ଇଏ ଯୋଉ ଦ୍ୱାରକା ଦ୍ୱାପର ଯୁଗରେ ଥିଲା ଦ୍ୱାରକା ସେ ସତ୍ୟ ଯୁଗରେ ଥିଲା କୁଶସ୍ଥଳୀ ଏବେ ଗୁଜୁରାଟ ଗୁଜରାଟ ଦ୍ୱାରକା ନାଁ ବି ନାହିଁ ଆଉ କହୁଛନ୍ତି ନା ଗୁଜୁରାଟ ଆଜ୍ଞା ନା ତାଙ୍କ ରେକର୍ଡ ପତ୍ର କଣ ଗୁଜୁରାଟ ନା ନାହିଁ ଗୁଜରାଟ ବା ଆଗରୁ ଥିଲା କୁଶସ୍ଥଳୀ ହଁ ତାହେଲେ ପଣ୍ଡିତେ କୃଷ୍ଣ କହିଲେ କୋଉ ଘରକୁ ପାଣି କଣ ଆଉ କିଏ କିଏ ଯିବେନି ଶ୍ରୀମଦ ଭଗବତ ଗୀତା ଲେଖିଲେ ବ୍ୟାସ କହ ଆଉ କଣ ମିଛ କଥା କହିବି ଯେତିକି ଜାଣିଛି ହଁ। ମୋର ମେମୋରି ଯେତିକି ମୁଁ ଯେତିକି କଲଚର କରିଛି ସେତିକି ହଁ ହଁ ବାପା ଆଜ୍ଞା। କହିଲା ନତ ଭାଷ ଯତେ ସୂର୍ଯ୍ୟ ଶଶାଙ୍କ ନବାବକ ଭଗବତ୍ୱ ନହ ଦେବତନ୍ଦେ ଧାମଂ ପରମଂ ଏଇଠି କହିଲେ ଭଗବାନ କୃଷ୍ଣ କହିଲେ ଉଦ୍ଧବ হ্যাঁ ଆପଣଙ୍କର ବେଦୁରୁ ପୁରାଣ ଆସିଛି ବିଜ୍ଞାନ ଏ ଯୋଉ ବିଜ୍ଞାନ ସୃଷ୍ଟି ହେଇଛି ବୋଲି ଯୋଉ ବିଜ୍ଞାନର ଗତି କରିଛନ୍ତି ବୋଲି ଆମେରିକାନ ମାନେ ଡିଣ୍ଡିମ ବଜଉନାହାନ୍ତି ତାଙ୍କ କାନୁ ଧରି ପଚାରିବ କହିବେ ବିଜ୍ଞାନ କୋଉଠୁ ସୃଷ୍ଟି କଣ୍ଟକିର୍ଣ୍ଣ ସାନ୍ଦ୍ର ଜଙ୍ଗଲରେ ପର୍ଣ୍ଣକୁଟରରେ କାଳତିପାତ କରୁଥିବା ଗୋଟିଏ ବାବାଜୀ ନା କୋଣାର୍କ ପଞ୍ଚମହାଭୂତରୁ ବିଜ୍ଞାନ ସୃଷ୍ଟି କଲେ ଇଏ ଭାରତ ବର୍ଷରୁ ସୃଷ୍ଟି ଭାରତ ସଂସ୍କୃତି କି ସାରା ବିଶ୍ୱ ଅନୁକରଣ କରୁଛି ବାହାରକୁ ଯାଆନି ସେ ମାର୍ଗ ପାଲା ଭିନ୍ନ ଓ ତାହେଲେ କହିଲେ ଯୋଉ ଜାଗାକୁ ସୂର୍ଯ୍ୟ ଯାଇପାରିବେନି ଅର୍ଥ ସୂର୍ଯ୍ୟଙ୍କର କିରଣ ପଡିପାରିବ ଚନ୍ଦ୍ରଙ୍କର ଯୋଉ ସୂର୍ଯ୍ୟଙ୍କ ଆଲୋକରେ ଚନ୍ଦ୍ର ଆଲୋକିତ ସୂର୍ଯ୍ୟ ଆଲୋକ ପଡିବନି ଚନ୍ଦ୍ର କୋଉଠୁ ପଡିବ ତାହେଲେ ଅଗ୍ନି ଅଗ୍ନିଙ୍କର ଦାହିକା ଶକ୍ତି ପହଞ୍ଚି ପାରିବନି ସେଠି ପାଣି ଧବ হ্যাঁ ସେଇ ଘରେ ମୁଁ ଅଛି বাহ 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 ସେ ଘରେ ମୁଁ ଅଛି ସେ ହଉଛି ଅମନପୁର ଆଧ୍ୟାତ୍ମିକ ଆଡକୁ ଗଲେ କେତେ ବାହାନ୍ତି କେତେ ଗଣତି ଲେଖିଲେ হ্যাঁ ସେଥିରୁ ଆମକୁ କଣ ମିଳିବ ଯୋଉଠି ସୂର୍ଯ୍ୟ ନାହାନ୍ତି ଚନ୍ଦ୍ର ନାହାନ୍ତି ଅଗ୍ନି ନାହାନ୍ତି ସେଇ ଜାଗାରେ ପ୍ରଭୁ ଅଛି ଆଜ୍ଞା କାରଣ ଇଏ ସବୁ ଭଗବାନଙ୍କ ଠାରୁ ସୃଷ୍ଟି ବେଦ କଣ କହିଛି କହିଲା ଚନ୍ଦ୍ରମା ମନୁଷ୍ୟ ଜାତ ସୂର୍ଯ୍ୟ ଚକ୍ଷୁ অজায়ত শ্বেতাত ବାୟୁଷ প্রাণস ଖାଦ ଅଗ୍ନିଜାୟତ
भगवान कहते पवित्र वेद ग्रंथ कहले जो चंद्र को देखुच ये चंद्र मो मनर सृष्टि सूर्य मो चक्षुर सृष्टि जो पवन टिके न बाजिले शरीर रे जीव जगत अथय पड़े से हाँ यही तो सब कह जीव ठंडा हो जाए ये मो कर्ण गहर से पवन सृष्टि माँ सुंदर कथा सारे कहले जे अग्नि सबू खाती किंतु फेरे दियंती अग्नि नथिले किछि हेई परिबनी अग्नि कल खाली बाहरे आपण माने जो प्रसाद सेवन करूचंती ताकू डाइजेशन करिवो कि अग्नि ना ग्यास बटिका ना जहार मांदा अग्नि से ग्यास बटिका खाइबो से होची पंडित जठरा अग्नि क्रोध होची अग्नि स्त्री परिगला विरह होची एक अग्नि जोग होची अग्नि ये माँ विषय मते शाश्वत कहितला गोटे कथा कहबा को आज आपण मान को कहिबी अंधविश्वास दूर हबो मु मां को विषय गोटे अंधविश्वास दूर करी मु भाबथिबी ये महिषासुर बापा किए मां किए से विषय कहबा पाई हेले टिके कोलाहल होची प्रसाद सेवन होची पाला पाई टिके साइलेंट मंच दरकार अनुकूल परिवेश नुह कि छाड़ू से मोर अभ्यास हो गलानी हमर चली पड़ी मो कहिबार तात्पर्य जे कोन कहथली कह मां को विषय से जो मां हले पार्वती जई जोगमाया ये दुनिया रे जेते नारी अछंती सब नारी भीतर जणिए हेले नारी रत्न जोनी नारी रत्न केते नारी रत्न सती हेई पारंती साध्वी हेई पारंती पतिव्रता हेई पारंती जणिए नारी रत्न जोनी नारी रत्न से नारी रत्न कथा आज कहबी से होचंती जोगमाया नारी रत्न मु आ विज्ञान पुराण भितरे कोन सामजस्य आनु तेणु मो कहिबार तात्पर्य मो माँ माने सुनियो नारायण स्त्री लक्ष्मी नारी रत्न नुह ब्रह्मांकर स्त्री सावित्री नारी रत्न नुह जणिए नारी रत्न से किए ना जे पिला जन्म न देई दीटा पिला को अमृत भांडरू क्षीर देछि ए पाला बंद करो काई जी ये पिला जन्म न देई केटा अमृत भांडू क्षीर आसिला सेई तो हाटी देबी मु प्रमाण देबी कालिदास शंकर रघुवंश महाकाव्य श्लोक काई मनु को कहबिनी आज्ञा मां छंती पिला जन्म न देई क्षीर देइचंती एई भगवती भगवती आदिकली मां माने काहे कि तांको नारी रत्न कहगला से नारी रत्न किए अमर पशुर गोटे शुल्क गाउ से नारी रत्न कहू कहू 3 घंटा को सही 3 राति हो ना कोटा हेला कौन करवा मो मन तो दुख आज्ञा मो जोड़ी गायक देह खराब हो गला सारे जानी से भगवान को डाकुची केमती भलो हो जाउ जोड़ी न आइले तो हे पारिबो कहला ये उमा कातिया योनि गौरी काली होय मती स्वरा शिवा भवानी रुद्राणी रानी सर्वमंगल शिवंकर सहधर्मिणी पार्वती हेले नारी रत्न आया किंतु ये पार्वती आगुरु थिले सती सत्य से सती ऊपर गोटे अंधविश्वास समाज रे ग्रासी ताको टुटै दबा सारे अंधविश्वास मो कहिबार तात्पर्य जेतबेले दक्ष राजा शिवंकर होचंदी ससुर सतींकर बापा से यज्ञ कले से शिव को निमंत्रण कले ना कथा कोन आपण मान समस्त जेहेतु संसार करचंती आपणकर पत्नीकर बापा है आपणकर ससुर ससुर बापा आपण जो जोई कलेक्टर हेले भी ससुर जदि चासु आइ तो तां नमस्कार कर हां हां बापा गरा किंतु शंकर भगवान दक्ष प्रजापति को नमस्कार कले नै काई कले नै ना अहंकार रे नुह योग्यता रे नुह दक्ष प्रजापति को शक्ति नाही शिवं को नमस्कार ग्रहण अरे वाह शिवं को नमस्कार तांकर क्षति करिबो राष्ट्रपति पुरस्कार पाइछंती गायक सम्राट लक्ष्मीधर राव आया 87-85 ऊर्ध्व हला बयस हमेशा आपण विश्वास करिबेनी आमे जदि जाई ताऊ नमस्कार करबु से हम हाथ में धरि पके तबे हे बापा नाइ नाइ तुमे ब्राह्मण पिला मत नमस्कार करो ना आयुष कहबो
ତମେ ବାବୁନ ନମସ୍କାର। ତାପରେ ମୁଁ କହିଲି ମୁଁ କହିଲି ଆପଣଙ୍କୁ ମୁଁ ସାଂସ୍କୃତିକ ପିତା ବୋଲି ଚିନ୍ତା କରି ନମସ୍କାର କରୁଛି ନା ନାଇଁ ବାପା ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ ଆଜ୍ଞା ପାଢୀ ବାବୁକୁ ଦେଖିକି ପାଢୀ ବାବୁ ଶାରୀରିକ ଅକ୍ଷମ ସେ ନ ଯାଇପାରୁ ମୁଁ ନିଜେ ଆସିକି କହୁଛନ୍ତି ପାଢୀ ନା ଓଳିକି ଆହା ଅନ୍ୟ ତୁମେ ସେମିତି ଆଉ ମୁଁ ଆଶୀର୍ବାଦ କରୁଛି ହେ ମୋର ପଣ୍ଡିତ ମଣ୍ଡଳୀ ଶିବ ନମସ୍କାର ସହି ପାରିବେନି ଦୁଇ ଜଣ ସହିବେ ସେ ବ୍ରହ୍ମା ଏବଂ ବିଷ୍ଣୁ ତେଣୁ କରି ଅପମାନ ହେଲା ଦକ୍ଷ ପ୍ରଜାପତି କି ମୋ ଜାମାତାକୁ ମୁଁ ଆଉ ନିମନ୍ତ୍ରଣ କରି ଶିବହୀନ ଯଜ୍ଞ କରିବି ଆଡ଼କୁ ଯାଉନି ଆପଣ ମାନେ ଜାଣନ୍ତି ମୁଁ ଆଉ ଦକ୍ଷ ଯଜ୍ଞ କରୁନାହିଁ କିନ୍ତୁ ଭଉଣୀ ମାନଙ୍କ ସହିତ ମା ସତୀ ଆସିଲା ସାର୍ କିନ୍ତୁ ତାଙ୍କର ଆସିବାର ନଥିଲା ଗୋଟେ ଝିଅ ବାହା ହେଇ ସାରିବା ପରେ ତା ବାପ ଘର ତା ପାଇଁ ପର ହେଇଗଲା ମାଣ ଭୋଗ ଖାଇପାରିବନି ନା ଆଉ ବେଶୀ ନିମନ୍ତ୍ରଣ ଝିଅ ଜୋଇଁକି କରାଯାଏ ଅନ୍ୟମାନେ ଭଣଜା ନିମନ୍ତ୍ରଣ ଆପଣଙ୍କର କେହି ଜଣେ ନିମନ୍ତ୍ରଣ ନଦେଲେ ଗଲେ ଚଳିବ କିନ୍ତୁ ଝିଅ ଜୋଇଁକି ନିମନ୍ତ୍ରଣ ନଦେଲେ ସେ ବାପ ଘରୁ ଯାଇପାରିବନି ଇଏ ଭଉଣୀଙ୍କ ପ୍ରେମରେ ପଡି ଖୁସିରେ ପଳେଇଲେ ହେଲେ ବାପା ଆଦର କରିବା ବ୍ୟତିରେକ ଶିବ ନିନ୍ଦା କଲେ ବାପା ଗପୁ ବିରୁପାକ୍ଷ ମଲକ୍ଷ ଜନ୍ମତା ଠାରୁ ଆରମ୍ଭ କରି ଦୁନିଆ ପ୍ରକାର ନିନ୍ଦା କଲେ ଯେ ପ୍ରକୃତ ସ୍ତ୍ରୀ ହେଇଥିବ ସେ ସ୍ୱାମୀ ନିନ୍ଦା ସହିପାରିବ ମୋ ମା ମାନେ ବିଚାର କର ମୁଁ ହାତ ଯୋଡି କହୁଛି ସ୍ୱାମୀ ଅକର୍ମଣ୍ୟ ହୁଅନ୍ତୁ ଛୋଟା କେମ୍ପା ହୁଅନ୍ତୁ କେବେ ତାଙ୍କ ଆତ୍ମାକୁ ବାଧିଲା ଭଳିଆ କଥା କହିବନି ସିଏ ବଞ୍ଚିଥିବା ଯାଏ ଆମ ହାତ ଆପଣ ମାନଙ୍କ ହାତରେ ଶଙ୍ଖା ମଥାରେ ସିନ୍ଦୁର ଯୋଉଦିନ ସେ ବୁଝିଦେବେ ସ୍ୱାମୀ ହଉଛି ଗୋଟେ ନିହକାଳ ପରକାଳ ଦେବତା ସ୍ୱାମୀ ପୂଜ୍ୟ ପୂଜାରେ ଯିଏ ବ୍ୟତିକ୍ରମ କରୁଛି କୌଣସି ଦେବତା ତାଙ୍କ କଥା ଶୁଣିବେ ନା ସ୍ୱାମୀଙ୍କ ନିନ୍ଦାକୁ ଶୁଣି ସାରିବା ପରେ ସତୀ ଚିନ୍ତା କଲେ ଯେ ଶରୀରଟା ଅପବିତ୍ର ତୁମେ ବାବା ବୁଝିନ ଶିବଙ୍କ ମହିମା ତୁମେ ଆଜି ଶଙ୍କର ଭଗବାନ ଅନନ୍ୟ ସୁଲଭ ମୃତ୍ୟୁଞ୍ଜୟଙ୍କର ନିନ୍ଦା କଲନି ମୁଁ ସେ ନିନ୍ଦା ଶୁଣିବା ପରେ ମୋ ଶରୀର ଅପବିତ୍ର ହେଇଗଲା ନା ମୁଁ ଏ ଅପବିତ୍ର ଶରୀରକୁ ନେଇ ଶିବ ସୁନ୍ଦରଙ୍କ ପାଖରେ ଠିଆ ହେଇପାରିବି ସତୀ ସେଠି ବିଚାର କଲେ ମୁଁ କହିଲେ ମୁଁ ଏ ଅପବିତ୍ର ଶରୀରକୁ ନେଇ କେମିତି ଶିବଙ୍କ ପାଖକୁ ଯିବି ଅପବିତ୍ର ଶରୀରକୁ ଦେଖାଇ ପାରିବିନି ମୁଁ ସ୍ୱାମୀ ଶିବଙ୍କର ନିନ୍ଦା ଶୁଣିବା ପରେ ଆପଣ ମାନେ ସମସ୍ତେ ବହୁ ବଡ ବଡ ଗାୟକଙ୍କ ପାଲା ଶୁଣିଛନ୍ତି ଦକ୍ଷ ନନ୍ଦିନୀ କଣ କଲେ ନା ସାରେ ଯଜ୍ଞ କୁଣ୍ଡକୁ ଦେଇ କହିଲେ ଭୁଲ ଦେଇନାହାନ୍ତି ନା ତା ପ୍ରାଣ କେତେ ଗଲା ଦେଇଲେ ପାର୍ବତୀ କେମିତି କହିଲେ ଇଏ ନିଜ ପୁତ ନିଜେ ପ୍ରାଣକୁ ହାରିଲେ ସପ୍ତ ଜନ ମର ଯାଏ ସପ୍ତ ଜନ दक्ष प्रजापति कन्या सती यज्ञ नलकू दे पड़े सारे शास्त्र कही जदि आमे निज हाथ में निज शरीर को नष्ट करदे आत्महत्या हुए शरीर को नष्ट करदा शरीर थेले सिना आत्मा रहिबो ग्लास थेले सिना चा रहिबो ग्लास भांगी गले चा ढाळे रहिबो ना पाटना एगुडा तो जानतु ढाळे रहिबो बाला शरीर तो खाई से खाउ तो एंती चाहि कि सती को 6 मास हला खाई हां बरा ताहले पंडिते आमे नदी निज हाथे रे रसी द्वारा हे आइए ये जल द्वारा हो अग्नि द्वारा हो विष द्वारा हो शरीर को नष्ट कर दो मरि ना नहीं आया 7 जन्म जे मनुष्य जन्म पाई ना पाइया नहीं पाइया आज्ञा ठीक विचार करूं
যদি কেହି নিଜ ଶରୀରକୁ ନଷ୍ଟ କରିଦେଲା ନିଜ ଇଚ୍ଛାରେ ଆଜ୍ଞା 7 ଜନ୍ମ ଯାଏ ମଣିଷ ଜନ୍ମ ପାଇବନି ନା ତାହେଲେ ଏ ଦକ୍ଷ ପ୍ରଜାପତି କନ୍ୟା ପଣ୍ଡିତେ କିପରି ଯଜ୍ଞକୁ ଡେଇଁ ପାର୍ବତୀ ଜନ୍ମ ହେଲେ ଏ କଥା ପଣ୍ଡିତ ମଣ୍ଡଳୀ କାଳିଦାସ ଲେଖିନାହାନ୍ତି ଭଲେ କମଳ ବାବୁ ୟାକୁ ତୁଳସୀଦାସ ଲେଖିଛନ୍ତି ସମାଧାନ ସେଇଠି ଏଠି ଯେତିକି ଆପଣ ମାନେ ବସୁଛନ୍ତି ଆପଣ ଜଣେ ପ୍ରବକ୍ତା ବିଚାର କରନ୍ତୁ ଦକ୍ଷ ପ୍ରଜାପତିଙ୍କର କନ୍ୟା ସତୀ ଯଦି ଯଜ୍ଞ ଅଣ୍ଡଳରେ ଡେଇଁଲେ ଶରୀରକୁ ପୋଡ଼ିଦେଲେ ପାର୍ବତୀ କେମିତି ଶିବଙ୍କ ସ୍ତ୍ରୀ ଆଉ କହୁଛୁ ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ ଆଜ୍ଞା କାଳିଦାସ ତାର ପ୍ରମାଣ ଦେଇଛନ୍ତି କଣ କହିଲେ କହିଲା ଇଏ ଅଥାପ ମାନେ ନ ପିତୁ ପଛକୁ ତାହା ଦକ୍ଷସ୍ୟ କନ୍ୟା ସତୀ ସତୀ ଯୋଗ ବିସୃଷ୍ଟ ଦେହା ଜନ୍ମନେ ଶୈଳବଧୂ କାଳିଦାସ ପରିଷ୍କାର କରିଲେ ଅଥଃ ଅବମାନେନ ଅଥାବମାନେନ ଅଥଃ କହିଲେ ଏହା ପରେ ଅପମାନ ପାଇବା ଦ୍ୱାରା ଅପମାନ ପାଇବା ଦ୍ୱାରା ହବ ପୂର୍ବ ପତ୍ନୀ ହବ କହିଲେ କଣ ବୁଝୁଛୁ ଶିବ ଶିବଙ୍କର ପୂର୍ବ ପତ୍ନୀ କିଏ ସତୀ ହବ ପୂର୍ବ ପତ୍ନୀ ସତୀ ସତୀ ଯୋଗ ବିସୃଷ୍ଟ ଦେହା କହିଛନ୍ତି କି ଯଜ୍ଞ ବିସୃଷ୍ଟ ଦେହା ନା କାଳିଦାସ ଠିକ ଲେଖିଛନ୍ତି ମୁଁ ଭୁଲ କହିଲି କାଳିଦାସ ଲେଖିନାହାନ୍ତି କାଳିଦାସ ଲେଖିଛନ୍ତି କାଳିଦାସଙ୍କ ଲେଖା ପରେ ତାକୁ ଆହୁରି ପରିଷ୍କାର କରି ବତେଇ ଦେଇଛନ୍ତି କାଳିଦାସ କହିଲେ ଅଗ୍ନି ବିଢାଇ ନାହାନ୍ତି ସତୀ ସତୀ ଯୋଗ ଶରୀର ଭିତରେ ଯୋଗ ନଳ ସୃଷ୍ଟି କରି ଆଜ୍ଞା ପ୍ରାଣାୟାମ ସୂତ୍ରରେ ରେଚକ ପୂରକ କୁମ୍ଭକରେ ପ୍ରାଣବାୟୁକୁ ସ୍ଥିତ କରି ଶରୀରରୁ ପ୍ରାଣବାୟୁକୁ ପ୍ରାଣବାୟୁ ଉଡ଼ିଗଲା ପରେ ଆଜ୍ଞା ଶରୀରକୁ ପଚାର ନା ମଉସା ଯେମିତି ଇଏ ହଉଛି ଏକ ସାଧନା ସେତିକି ନୁହେଁ ସେତେବେଳେ ପ୍ରତ୍ୟେକ ନାରୀଙ୍କର ସାଧନା ଥିଲା ହଁ ପରା ସ୍ୱାମୀ ମଲା ପରେ ସେ ବଞ୍ଚିବେନି ନା ସେ କଣ କଲେ ସ୍ୱାମୀ ମଲା ପରେ ଗୋଟେ ନାରୀ କଣ କରିବ ସେ ଏମିତି ସୂତ୍ର ଜାଣିଛି ପୂର୍ବ କାଳର ମହାମନୀଷୀ ମାନଙ୍କ କଥା କହୁଛି ସେ କଣ କରିବ ନା ପ୍ରାଣାୟାମ ସୂତ୍ରରେ ସବୁ ପ୍ରାଣ ବାୟୁ ବାହାର କରିବ ମୋର ତ ସ୍ୱାମୀ ଗଲା ମୁଁ କାହିଁ ବଞ୍ଚିବି ଗୋଟିଏ ଚିତାରେ 2 ଜଣଙ୍କୁ ଦହନ କରିବ ତାପରେ କିଛି ଦିନ ପରେ ଆଉ ଯେତେବେଳେ ସେ ମାନେ ପଦ୍ଧତି କମିଗଲା ସାଧନା କମିଗଲା କଣ ସିନ୍ଦୁର ନା କଣ ଖାଇଲେ କି ହୀରାକୁ ଚୁଚୁମିଲେ ସେ ଯେତେବେଳେ ନ ମଲେ ଶେଷକୁ ଟାଣି ଓଟାରିକି ନେଇକି ନିଆଁରେ ପକେଇଲେ ସେଇଟା ଗୋଟେ ଅତି ଘୃଣ୍ୟ କାର୍ଯ୍ୟ ସେଇଟା ଠିକ ନୁହଁ ସ୍ୱାମୀ ପ୍ରତି ଯଦି ସ୍ତ୍ରୀର ଭକ୍ତି ଥିବ ସ୍ୱାମୀ ମଲା ପରେ ସେ ଆପଣା ଛାଇ ମରିଗଲା ଗୋଟେ ଚିନ୍ତାରେ ପଡିଲ ଆଉ ସେ ତ ମରିନି ତାକୁ ଟାଣିକି ନଉଛ ସେଟା ଭୁଲ ତେଣୁ ଏଠି ଦକ୍ଷ ରାଜକନ୍ୟା ଶରୀରରୁ ପ୍ରାଣବାୟୁ ଯେତେବେଳେ ଉଡେଇ ଦେଲେ ତା ପୂର୍ବରୁ ଜଣକୁ ଡାକିଲେ ତୁଳସୀଦାସ ରାମଚରିତ ମାନସ ଦକ୍ଷ ପ୍ରଜାପତିଙ୍କର ଝିଅ ସତୀ ସ୍ୱାମୀ ନିନ୍ଦା ସହି ନ ପାରି ପ୍ରାଣବାୟୁକୁ ଉଡେଇବା ପୂର୍ବରୁ ଯାଇନାହାନ୍ତି ଯଜ୍ଞ କୁଣ୍ଡୁ ଭଗବାନ ନାରାୟଣକୁ ଡାକିଲେ କେମିତି କହିଲେ ସତୀମରତ ବର ମାଗା ଜନମ ଜନମ ଶିବ ପଦ ଅନୁରାଗ ରାମ ସିୟା ରାମ ଜୟ ଜୟ ରାମ ରାମ ସିୟା ରାମ ଜୟ ଜୟ ରାମ ଶକ୍ତି ମୋର ତ ହରିଶନ ବର ମାଗା ରାମ ଜୟ ଜୟ ରାମ ଶକ୍ତି ମୋର ତ ହରିଶନ ବର ମାଗା ରାମ ଜୟ ରାମ ଜନମ ଜନମ ଶିବ ପଦ ଅନୁରାଗ ରାମ ଜୟ ରାମ ये शरीर अपवित्र हो जाइछि बोली प्राणवायु उड़ेଇବା पूर्व भगवान नारायण को स्मरण कले मा नारायण को डाकिले केमिति बापा केमिति जतबेले सती तुलसीदास कहले सती मरत हरिशन बर मागा मागा
महाप्रभु नारायण पहुंचले कौन बर मागिले ना जन्म जन्म शिव पद अनुरागा पवित्र शरीर को मु रखिबिनी मो प्राण वायु देई देबी किंतु प्रभु जुग बदली स्वामी बदली स्त्री बदली जे सत्य जुगे लक्ष्मी नारायण को पाई से नारायण राम रूप रे जन्म हेले सारे से पुणी हेले रुक्मिणी राम हरे कृष्ण आज्ञा आज्ञा ओ से जाय कोन गलान से तो मरि ना पूरा मरि ना पालारे को एते सहज रे मरिबे जेति कि आपण माने बस्तु सब सुनो सत्य कहले ठाकुरे मो शरीर को मु प्राण बाब शरीर रु प्राण बाब उड़ाई देला परे मते सेई जगह आपण जो जगह जन्म दियंतु मोर दुख नाही किंतु मु सती थिबा बेले जो शिव हिथिले मोर स्वामी पार्वती हला बेले सेई शिव हेबो कोन सतींकर रूप बदलिला पार्वती हला हिम राजनंदिनी हिमराज नंदिनी हैमवती हेमवती हैमवती गिरबे किंतु शिव बदल कथाटा हेती ओ स्वामी बदलले बेले भी से रत्न हले आ गोटे कथा मने रखंतु शिव पार्वतींकर केबे शारीरिक मिलन कोन कहया ना प्रकृत रे जे जोगी तांकर स्वतंत्र परिवार सहित संपर्क कोनथि नै से परिवार छाडी देला इरे गोटे परिवार छाडी आ गोटे परिवार को धइले जाई जोगी हो ना बोले 12 बुला बाजी काम को डरी के हेछु अरे बाबू ये दक्ष राज नंदिनी सती पार्वती हले जन्म नेले वो मिलन हेछि हले जोडे पिला शिवंकर बाहाघर हेछि बागर होला चतुर्थी हेछि हेछि वो सर मिलन हेछि मुसे दिन गार नथली तू गार नथल मोर कोन होला भासी गला तू थिले कोन मिलन कर देता जन्म देई नाहंती मां पार्वती ना पिला दीटा कार्तिक गणेश दीटी पुओ कार पार्वती हेले मां जन्म देई ना बड़ा आश्चर्य कथा ये हां ये तो को पंचायत दीटा पुओ पार्वतींकर किंतु से दीटा जाक पुओ पार्वतींक गर्भरु जन्म न छटा मां मिसी गोटे पिला जन्म काना मु टिके पूर्व कहउतली विज्ञान आगे नहीं भयो किए से अछ गायनिक स्पेशलिस्ट गोटे नारी गर्भरे 3 मास असंपूर्ण भ्रूण हेइ थबो ताकू कौ सूत्र रे बाहर करी आ गोटे नारी गर्भरे स्थापन करि परिबो पारिबन की आ एते पैसा काई नउछ ए दादी मुंडे रे पुराउचु द्वापर जुगरे हेइची उठेई कले रोहिणी गर्भु ये देवकी गर्भु किरण झाड़ी आगु सीजन अछि हेडी जेति कि आपन माने बस्तु सब सुनंतु देवकी को गर्भरे बलराम होइथिले मात्र 3 मास आगे आगे जो आर्य कुमार ज्ञानेन्द्र महोदय आस्तिले से कहउथिले से अढंग मठ महंत जशवंत दासंकर घर पाखा पाखा आगे आगे जशवंत दासंकर कोन कंप्यूटर थिला ना से केमति कहले प्रथम मासे तुजे हेलु
ଚ୍ୟାନେଲ ଲଗେଇବାରୁ ତୁମର ଚାରିଆଡେ ହବାରୁ ଲୋକ ଡାକିଲେ ପଇସା କଣ ତୁ ଓଲଟା ଦବୁ ଏଠି ଯିବୁ ସାରେ 4 ମାସ ହେଲେ ଯାଇକି ଅସ୍ଥି ହବ ସୃଷ୍ଟି ହବ ଆଜ୍ଞା ପ୍ରଥମ ମାସେ ତୁଝେ ହେଲୁ ମା ଗର୍ଭରେ ପିଲା ଧଳା କି କଳା ବିନା କମ୍ପ୍ୟୁଟରରେ ଜାଣିପାରିବେ ଯଶୋବନ୍ତ ଦାସ କହିବ କଣ ମାଇ ରୋଡ ମାଇ ରୋଡ ତ ଇଂଲିଶ ନାହିଁ ସାର୍ ସେଇଟା ମାଇ ଗଡ କାନ ଧର ବାହାରି ନାଇଁ ତୁ କାନ ଧରି ବାହାର ତୁ ଅତି ଅନାର୍ଯ୍ୟ କଣ ଗୋଟେ ଥର କଣ ଶାରଦା କୁଆଡେ ବସିଥିଲୁ ଲୁଚିକିରି ହଉ ହଉ କଣ ଗୋଟିଏ ଥର କଣ କହୁଛି ମାଇପ କର ଗୋଟିଏ ଥର ଆଜ୍ଞା ଇରେ ମୂର୍ଖୁଟେ କିରେ ମୁଁ ପଣ୍ଡିତ ଆଜ୍ଞା ଇରେ ତୁ କଣ କହୁଛୁ ହିନ୍ଦୀ କହୁଛୁ ନା ଓଡିଆ କହୁଛୁ ମୁଁ ହିନ୍ଦୀରେ କଥାବାର୍ତ୍ତା କରୁଛି ହିନ୍ଦୀରେ ଗୋଡ ଧରିକିରି କହନ୍ତି ଏଇଥରକ ମତେ ମାଫ କର ଇରେ ମା ପକର କହନୁ ମାଇ ପକର ନା ମୂର୍ଖୁଟେ କିରେ ତୁ ସେଇଆ କରନ୍ତୁ ଆଜ୍ଞା ତୋର ଓଡିଆ ବି ଭୁଲ ହିନ୍ଦୀରେ କହିବୁ ମେରେ କୋ ଶୁଣ ଏଥରକ କହିବୁ ମାଇ ଗଡ ମାଇ ରଡ ନୁହଁ ରଡ କଣ ଛାତ ପକେଇବୁ ମାପ କର କହିବୁ ହେଲା କହିବ ମେରେ କୋ ମାଫ କର ଦିଦିଏ ସେ ସାର୍ କଣ କହୁଛି ସେ ଗୋଟେ ତୁ ବଜାର ଘାଟକୁ ଗୋଟେ ଜାଗାକୁ ଗଲା କହିଲା ମତେ ଗେଞ୍ଜି ଦେଲ ସେ ଲୋକ ମହାଚାଲା କି ଦୁର୍ଗା ଦୋକାନୀ କହିଲା ମୁଁ କଣ ବିରୁଡି ତୁମକୁ ଗେଞ୍ଜି ଦେବି ସେଟା ଦେଲା କି ନାହିଁ ଏବେ ବି ଲୋକ ଅଛନ୍ତି ମଶାରୀ କି କହୁଛନ୍ତି ମସୁରୀ ଟାଙ୍ଗି ଶୋଇ ମସୁରୀ କାହିଁ ଟାଙ୍ଗିବ ହରଣ ଟାଙ୍ଗି ଶୋଉନ କିନ୍ତୁ ଅନ୍ୟକୁ ସମାଲୋଚନା କରିବାକୁ ରେଡି ବାପାଲୋ ଆ ହେଲା ତା ହେଲା ତାର ଦୁନିଆ ଭୁଲ ନିଜେ ଗୋଟିଏ ପିଲା ପାଠ ପଢିଲେ ତ ସେ 10 ଥର ମାନେ ପାଚେରୀ ଡେଉଁଥିବ କପି ଦବ ବୋଲି ମାଟ୍ରିକ ପିଲା ତୁ ତ ମାଟ୍ରିକ ପାସ୍ କରୁ ତାକୁ ତୁ କପି ଦବୁ ତାହେଲେ ଦଶମନ୍ତ କହିଲେ ପ୍ରଥମ ମାସେ ତୁଝେ ଦ୍ୱିତୀୟ ମାସେ ତୁଝେ ତୃତୀୟ ମାସେ ତୁଝେ ସେଠି କଣ ମାଟି ଫାଟି କିଛି ଅଛି ଚତୁର୍ଥ ଅସ୍ଥି ଖଞ୍ଜା ତାହେଲେ 3 ମାସର ହେଇଥିଲା ଭ୍ରୂଣ ଅସମ୍ପୂର୍ଣ୍ଣ ଭ୍ରୂଣ ଅସ୍ଥି ଖଞ୍ଜା ହେଇନି ତାକୁ ନେଇକି ରୋହିଣୀ ଗର୍ଭରେ ଥାପି କହିଲେ କଣ ଗାଈ ପିଲା ଜନ୍ମ କରୁଛି ଗାଈ ତ ସବୁ ପିଲା ଜନ୍ମ କରେ ଗାଈ ତାର ବାଛୁରୀ ଜନ୍ମ କରେ ଗୋ ବଚ୍ଚା ର ସାର୍ ଇଏ ବିଜ୍ଞାନ ପାରିବ ଗୋଟେ ମା ଗର୍ଭରୁ ନେଇକି ଆଉ ଗୋଟେ ମା ଗର୍ଭ ସଂସ୍ଥାପନ କରିବ ଗର୍ଭପାତ କରିବା ପାଇଁ ରେଡି ଆଜି ଝିଅ ମାନେ କାହିଁକି ମିଳୁନାହାନ୍ତି ଏ ମଝିରେ ସବୁ ଗର୍ଭପାତ କଲେ ଆଗ ବ୍ରାହ୍ମଣିଆ ଲୋକ ବେଶୀ ଗର୍ଭପାତ କରୁଛନ୍ତି ବୋଲି ସେଇଥିପାଇଁ ବ୍ରାହ୍ମଣ ଘର ଝିଅ ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ ମୁଁ ଆଉ ସାଡ଼କୁ ଯିବିନି ଭାଇ ନା କୁଆଡେ ଗଲ ଇଏ କଥାଟା କାଟିଦବ ନହେଲେ ପୁଣି ମତେ ମୋ ନାଁରେ ବ୍ରାହ୍ମଣ ସମାଜକୁ ନିନ୍ଦା କହି ପୁଣି ଟଙ୍କା ମାଗିବ ମୁଁ ତ ନିଜେ ବ୍ରାହ୍ମଣ ଠିକ କଥା କହିଛି ଆଉ ତେଣୁ ସେଇଠି କହିଲେ କହିଲେ ପ୍ରଭୁ ପାର୍ବତୀ ରୂପରେ ଜନ୍ମ ନେଲେ ସେଇ ପାର୍ବତୀ ମିଳନ ହେଇନାହିଁ 6 ଜଣ ମା ଜନ୍ମ କଲେ କାର୍ତ୍ତିକଙ୍କୁ ଷଢ଼ପୁତ୍ରିକା ଜନ୍ମ ନେଲେ କାର୍ତ୍ତିକ ଗଣିଆ ଭାରି ସମ୍ମାନ ଦଉଛୁ ବୁଝିଲୁ ଗଣିଆ କଣ ତୋର ଧାନ କାଟିବାକୁ ଯିବେ ଗଣେଶଙ୍କର ଜନ୍ମ ଅଙ୍ଗମୌଳି ପାର୍ବତୀଙ୍କ ଭଗଦ୍ୱାର ଦେଇ କୌଣସି ପୁତ୍ର ସନ୍ତାନ ଭୂମିଷ୍ଠ ହୋଇଛନ୍ତି କି ତାମାନେ ପାର୍ବତୀ ବନ୍ଧ୍ୟା ବନ୍ଧା ଲକ୍ଷ୍ମୀଙ୍କର ପୁଅ ଝିଅ ଅଛି ଅଛି ଆଜ୍ଞା ତାମାନେ ନାରାୟଣଙ୍କର ସ୍ତ୍ରୀ ଲକ୍ଷ୍ମୀଙ୍କର ପୁଅ ଝିଅ ନାହିଁ ଲକ୍ଷ୍ମୀ ବନ୍ଧ୍ୟା ପାର୍ବତୀ ବନ୍ଧ୍ୟା ଓ ସେ ନାରାୟଣଙ୍କର ସ୍ତ୍ରୀ ଶିବଙ୍କ ସ୍ତ୍ରୀ ବୋଲି ପୂଜା ପାଇବେ ମୋ ସ୍ତ୍ରୀର ଯଦି ପିଲା ନଥିବ ଗାଁ ଲୋକ କହିବ ସେ ବନ୍ଧ୍ୟା ତାକୁ ଛୁନା ତାହେଲେ ଏ ଯୋଉ ପଦ ଲେଖା ହେଇଛି ଅପୁତ୍ରିକ ନାରୀ ଦେଉଳକୁ ଗଲେ ଦେଉଳେ ଦିଅଲୁ ଚଇ ଅପୁତ୍ରିକ ନାରୀ ଜେଡାଳ ଧରଇ ତାହେଲେ ଅପୁତ୍ରିକ ନାରୀ ଯୋଉ ନାରୀର ପୁଅ ଝିଅ ନାହିଁ ସେ ଯୋଉ ଡାଳ ଧରିବ ସେ ଭାଙ୍ଗିଯିବ ଯୋଉ ଦେଉଳକୁ ଯିବ ଠାକୁର ପଳେଇବେ
ତାହେଲେ ପାର୍ବତୀଙ୍କର ପୁଅ ନାହିଁ ଲକ୍ଷ୍ମୀଙ୍କର ପୁଅ ନାହିଁ ଲକ୍ଷ୍ମୀଙ୍କର ଯୋଉ ପୁଅ ନାହିଁ ଆମେ ପୂଜା କରୁଛେ ଏଇଆ କହୁଛୁ ଆପଣଙ୍କୁ ଲକ୍ଷ୍ମୀଙ୍କର ପୁଅ ଝିଅ ନାହିଁ ଆମେ ତାଙ୍କୁ ପୂଜା କରୁଛେ ପୂଜା କରୁଛ ପାର୍ବତୀଙ୍କୁ ପୂଜା କରୁଛ କାହିଁକି ପୂଜା କରୁଛନ୍ତି ପଚାରୁନାହାନ୍ତି ଲକ୍ଷ୍ମୀ ପୂଜା କାହିଁ କରୁଛ ଧନ ବଢିବ ନା ଯୋଉ ଓଡିଶାରେ ବେଶୀ ଲକ୍ଷ୍ମୀ ପୂଜା लो ମା ଆପଣ ମାନେ ପୂଜା କରୁଛନ୍ତି ସେ ଓଡିଶା ଲୋକ ବେଶୀ କରିବ ଦାଦନ ଖଟିବାକୁ ଯାଉଛନ୍ତି ବାହାର ଷ୍ଟେଟ କୁ ଓଡିଶା ପିଲା ବେଶୀ ଯାଉଛନ୍ତି କାମ କରିକି ପରିବାର ଚଳେଇବାକୁ ନା ଓଡିଶାକୁ ଅନ୍ୟ ପିଲା ଆସୁଛନ୍ତି କିନ୍ତୁ ଓଡିଶା ପିଲା ଯେତିକି ଯାଉଛନ୍ତି ଅନ୍ୟ ରାଜ୍ୟ ଏଠି ଆସୁଛନ୍ତି ଆମର ବେଶୀ ଯାଉଛି ନା ଲକ୍ଷ୍ମୀ ପୂଜା କଲେ ଧନ ହବ କହିଲା ଆମେରିକା ଦେଶେ କୋଉ ନାଗରିକ ଲକ୍ଷ୍ମୀଙ୍କୁ କରଇ ପୂଜା ଧନର ପ୍ରାଚୁର୍ଯ୍ୟ ଉପରେ ସେଠିଆ ବାସ୍ତବତାକୁ ବିଚାର କରନ୍ତୁ ଓଡିଶାରେ ମୋ ମା ମାନେ ସବୁବେଳେ ସବୁ ଗୁରୁବାର ସବୁଦିନେ ଲକ୍ଷ୍ମୀ ପୂଜା ଚାଲେ ତୁମେ ଯଦି ମାଣ ବସିଥିବ ଟିକେ ବଡ ପାଟି କର ହେ ହେ ପାଟି କର ନା ଲକ୍ଷ୍ମୀ ପଳେଇବି ଗୀତ ବୋଲା ହଉଛି ରଖେଇ ତାହେଲେ ଯଦି ଲକ୍ଷ୍ମୀ ପୂଜା लो ମା କରୁଛ ଧନ ବୃଦ୍ଧି ପାଇଁ ଯୋଉ ରାଜ୍ୟରେ ଯୋଉ ଦେଶରେ ଲକ୍ଷ୍ମୀ ପୂଜା ନାହିଁ ସେ ରାଜ୍ୟ ଧନର ପ୍ରାଚୁର୍ଯ୍ୟ ଉପରେ ଠିଆ ହେଲା ବେଳକୁ ଓଡିଶା କଣ କାଙ୍ଗା ତମେ ମା କଣ ବରରେ ଲଙ୍କା ପକଉନ ନା କଣ ଚୁପ ନାଇଁ ଲକ୍ଷ୍ମୀ ପୂଜାରେ ମାମଲା ନାହିଁ ଆପଣ ମାନେ ଦେଖନ୍ତୁ କର୍ମ ଠିକ ରହିବା ଦରକାର ଯୁଧିଷ୍ଠିର ହେଲେ ଧର୍ମ ପରାୟ ଆମେ ପୁରାଣ ପୃଷ୍ଠାରେ ପଢିଛେ ଯୁଧିଷ୍ଠିର ଭଲ ଲୋକ ଦୁର୍ଯ୍ୟୋଧନ ମନ୍ଦ ଲୋକ ଆଚ୍ଛା ତୁମେ ତ ଯୁଧିଷ୍ଠିର ଭଲ ଲୋକ ତୁମ କାନ୍ଧରେ ତ କାହିଁ ଦିନେ ହେଲେ ଲକ୍ଷ୍ମୀ ବସିନାହାନ୍ତି ତୁମେ ଚାଲିଲା ବେଳକୁ କାହିଁକି ତ ପୂର୍ବିରେ ରୁକ୍ମ କମଳ ଫୁଟେଇ ନେଇ ସେ ଚପଲ ପିନ୍ଧୁଥିବେ ତୁମେ ତ ପଥରକୁ ସ୍ପର୍ଶ କଲେ ସୁବର୍ଣ୍ଣ ହୁଏ ନେଇ ଆଗା ଯିଏ ଖରାପ ଲୋକ ତା କାନ୍ଧରେ ଲକ୍ଷ୍ମୀ ରହିବେ ଆଗ ବା ତାକୁ ଲକ୍ଷ୍ମୀ ଛାଡି ସଚ୍ଚା ରାଜନୀତିଜ୍ଞ କିଏ ସେ ଦୁର୍ଯ୍ୟୋଧନ ମୁଁ ଆଜି ମାନେ ଦମ୍ଭେରେ କହିବି ଗୁରୁ ଦ୍ରୋଣଙ୍କର ପୁଅ ଯଦି ମରିଥାଏ ତା ପାଇଁ ସମ୍ପୂର୍ଣ୍ଣ ଦୋଷୀ ସମ୍ପୂର୍ଣ୍ଣ ଦୋଷୀ ଯୁଧିଷ୍ଠିର କହିଲା ଅଶ୍ୱବାବରେ ଅଶ୍ୱସ୍ଥ ମାହତ ଯେହେତୁ ଧର୍ମ କହିଲେ ଯେତେବେଳେ ପୁଅ ମରିବା କଥା ସେ ଶୁଣିଲେ ସେ ଜାଣିଛନ୍ତି କି ହାତୀ ହଉଛି ଅଶ୍ୱସ୍ଥ ମା ପୁଅ ହଉଛି ଦ୍ରୋଣଙ୍କର ଗୋଟିଏ ଦୁର୍ବଳ ହଉଛି ତାଙ୍କ ପୁଅ କାହିଁକି ପୁଅ ନା ମାର ଅସ୍ତ୍ର ବେଳେ ପୁଅ ବଞ୍ଚିଲା ସେଇ ପୁଅକୁ କ୍ଷୀର ଦେବାକୁ ଯାଇ ଆଜି ସହପାଠୀ ଦ୍ରୁପଦ ସେ ଅପମାନ ପାଇଲେ ବ୍ରାହ୍ମଣକୁ ଆପଣ କିଛି ନ ଦିଅନ୍ତୁ କିନ୍ତୁ ଅପମାନ ଦେଲେ ସେ ସହିପାରିବେନି ନନ୍ଦ ବଂଶ ଧ୍ୱଂସ କଲା ସେଇ ବ୍ରାହ୍ମଣ ଅପମାନ ପାଇଥିବାରୁ ଚାଣକ୍ୟ ମୋ ମା ମାନେ ବିଚାର କର ଅପମାନ ପାଇଥିଲା ବ୍ରାହ୍ମଣ ପୁଅ କ୍ଷତ୍ରିୟଙ୍କୁ 21 ଥର ଗୋଟେଇ ଗୋଟେଇ ଆଣିଲା ଆଣିନି ଆଜ୍ଞା ଆଉ ଯୋଉ ବିଶ୍ୱ ବିଜୟୀ ବୀର ଭାବରେ ପ୍ରତିଷ୍ଠିତ ହେଇଛନ୍ତି କୌରବ ପାଣ୍ଡବ ତାଙ୍କ ଶିକ୍ଷା ଗୁରୁକୁଳ ଦ୍ରୋଣାଚାର୍ଯ୍ୟ ନାଇଁ ଆଉ କଣ ବ୍ରାହ୍ମଣ କଣ ଭରଦ୍ୱାଜ ନନ୍ଦନ ପୁଅ କହିବାର ତାତ୍ପର୍ଯ୍ୟ ମଉସା ଯାହାର କର୍ମ ଠିକ ବ୍ରାହ୍ମଣ ସବୁ ସହିବେ ଅପମାନ ସହିବେନି ତା କାନ୍ଧରେ ଆମ ଯଦି କର୍ମ ଭୁଲ ଆମେ ଲକ୍ଷ୍ମୀ ପୂଜା କରିବା
କିନ୍ତୁ ଯଦି ଗୋଟେ କାମ କରିବା ଲକ୍ଷ୍ମୀ ଆମକୁ ଛାଡ଼ିବେ। ସାର୍ କୋଉ କାମଟା? ଆମେ ମାନେ ଯଦି ଅର୍ଜନ କରୁଥିବା ଧନକୁ ଠିକ ବାଟରେ ଖର୍ଚ୍ଚ ନ କରିବା ଆମକୁ ଲକ୍ଷ୍ମୀ ଛାଡ଼ି ପଳେଇବେ। ମୁଁ ମନକୁ କହୁନି, କୃଷ୍ଣ ପ୍ରସାଦ ବସୁ କହିଲେ କହିଲା ସୁପାତ୍ର ଅର୍ପିତ ହୋଇଲେ ହୁଏ ମଙ୍ଗଳକାରୀ। ସୁପାତ୍ର ଅର୍ପିତ ହୋଇଲେ କୁପାତ୍ର ଅର୍ପିତ ହୋଇଲେ ବ୍ୟଭିଚାର ପୋଷଣ। ଆପଣ ମାନେ ବିଚାର କରନ୍ତୁ ଆଜ୍ଞା, ଠିକ ବାଟରେ ଯଦି ଟଙ୍କା ଖର୍ଚ୍ଚ ହବ ମା ଖୁସି ହେବେ। ଧନର ଅଧିକାରୀ ଲକ୍ଷ୍ମୀ, ପୂଜା କଲେ ଧନ ହବ। ମନେକର ମୁଁ ମୋ କାନ୍ଥ ଯାକ ଖାଲି ଲକ୍ଷ୍ମୀ ଫଟୋ ଟାଙ୍ଗି ପୂଜା କରିବି, ମୋ ବିଲରେ ଧାନ ବୁଣିବିନି। ହଁ ଲକ୍ଷ୍ମୀ ଆଣି ମୋ ଖଳାରେ ବଦା କରିଦେବେ ହଳା। ସାର୍ ସିନା ଧାନ ହବ ନାହିଁ କିନ୍ତୁ ବାଳୁଙ୍ଗା ଗଦେ। ତେଣୁ ମୋ ବାବୁ ମାନେ ଜ୍ଞାନୀ ମାନେ ଆମେ କର୍ମ କରିବା। ମୁଁ ଅହଙ୍କାରରେ କହୁନି, ଓଡିଶାରେ ଯେତିକି ଦଳ ପୋଖରୀ ଗ୍ରାମୀଣ ବିବାଦରେ ପଡିକି ରହିଛି ସବୁ ଚାଷ ହେଲେ ଆନ୍ଧ୍ର ମାଛ ସପ୍ଲାଇ ହବ। ଠିକ କହୁଛି ନା ଭୁଲ କହୁଛି? ସାରକୁ ଯିବା ନାହିଁ, କିନ୍ତୁ ଆନ୍ଧ୍ରପ୍ରଦେଶରେ ଯିଏ ହାଇସ୍କୁଲ ଶିକ୍ଷକ ହେଇଥିବେ ତାର 5ଟା ମାଛ ପୋଖରୀ ହେଇଥିବ କି କୁକୁଡ଼ା ଫାର୍ମ। ଆମେ ଚାକିରି କରିଛୁ, ଆମେ ଭୁଲ ବାବୁ, ଆମେ କୋଶିଳା ଶାଗ ପୁଣିବୁ। ସେମାନେ କର୍ମବୀର, ସେମାନେ କର୍ମ ହିଁ ଈଶ୍ୱର ଯାଉନେଇ। ମୋ କହିବାର ତାତ୍ପର୍ଯ୍ୟ ଏମିତି ସଚା ରାଜନୀତି କିଏ? ଦୁର୍ଯ୍ୟୋଧନ। ଚାଲ ଆଉ ଦୁର୍ଯ୍ୟୋଧନ ଯଦି ଭଲ ଲୋକ ନ ହେଇଥାନ୍ତା, ଗୁରୁ ଦ୍ରୋଣ ଆଉ ଭୀଷ୍ମ ତାପରେ ରହିଥାନ୍ତା। ଇଏ ଗୋଟିଏ କାରଣ, ସମୟ ନାହିଁ। ଉଭୟ ପକ୍ଷଙ୍କର ସାର ଗୁରୁ ପିତାମହ କିଏ? ଉଭୟ ପକ୍ଷଙ୍କର ଗୁରୁ କିଏ? ଦ୍ରୋଣ। ଇଏ କୌରବଙ୍କ ସପକ୍ଷରେ କାହିଁ ଯୁଦ୍ଧ କଲେ? ଓ ଆପଣ କହିବେ ତାଙ୍କ ଲୁଣ ଖାଉଥିଲେ। ଆପଣ ଆପଣଙ୍କ ଜେଜେ ଲୁଣ ଖାଇଛନ୍ତି ନା ଆପଣଙ୍କ ଜେଜେ ଆପଣଙ୍କ ଲୁଣ ଖାଇଛନ୍ତି? ଆପଣଙ୍କ ବାପା ଆପଣଙ୍କ ଜେଜେ ଲୁଣ ଖାଇଛନ୍ତି। ଭୀଷ୍ମ କେବେ ଦୁର୍ଯ୍ୟୋଧନ ଲୁଣ ଖାଇନାହାନ୍ତି ନା। ଉଭୟ ପକ୍ଷ କୌରବ ପାଣ୍ଡବ ମାନଙ୍କର ପିତାମହ ଭୀଷ୍ମ ଗୁରୁ ଦ୍ରୋଣ। ଇଏ ନେମେ ଏମାନେ ଯୁଦ୍ଧରୁ ନିବୃତ୍ତ ରହିବା କଥା। ଇଏ ଯୋଉ ଦୁରାଚାରୀ ଯଦି ଦୁର୍ଯ୍ୟୋଧନ ୟାଙ୍କ ସପକ୍ଷରେ କାହିଁକି ଯୁଦ୍ଧ କଲେ? ଦ୍ରୋଣାଚାର୍ଯ୍ୟ ରହିବା କାରଣ ଅଛି ଆଜ୍ଞା। ତୁ ବହୁତ ଧୀରେ କିଛି ପାଇବୁ। ମୁଁ ଜାଣିଛି ଆଜ୍ଞା କଣ କାରଣ? ଦ୍ରୋଣାଚାର୍ଯ୍ୟ ରହିଲେ କୌରବ ପଟେ ପାଣ୍ଡବ ମାନେ ଟ୍ୟୁସନ ପଇସା ବାକି ରଖିଥିଲେ। ଏତେ ଜ୍ଞାନ ତେଣୁ ହଜୁରେ ସେଇ ମା ଯିବିନି ପାର୍ବତୀ ପିଲା ଜନ୍ମ ନ ଦେଇ 2ଟା ପିଲାକୁ କ୍ଷୀର ଦେଇଛି। ପାର୍ବତୀ ଯଜ୍ଞ କୁଣ୍ଡକୁ ଡେଇ ନାହାନ୍ତି, ଯୋଗ ଅନଳରେ ଶରୀରରୁ ପ୍ରାଣବାୟୁ ବାହାର କରିଥିଲେ, ଯେମିତି ଶଙ୍କରାଚାର୍ଯ୍ୟ ବାହାର କରିଥିଲେ, ଯେମିତି ଗୌତମ ବାହାର କରିଥିଲେ। ଏଠି ପ୍ରମାଣ ଦେଇଛନ୍ତି ଆପଣ ମାନଙ୍କର କାଳିଦାସ ବହି ରଘୁବଂଶ ଭାଗ। ପିଲା ଜନ୍ମ ନ ଦେଇ ଆପଣ ମାନେ ବୁଦ୍ଧିଜୀବୀ ଗୋଟେ ଶ୍ଲୋକ ଗାଇକି ସମାଧାନ ନଦେଲେ ଆପଣ କହିବେ ମିଛ କହିଦେଲେ। ପିଲା ଜନ୍ମ ନ ଦେଇ ପାର୍ବତୀ କେମିତି ପିଲାଙ୍କୁ କ୍ଷୀର ଦେଇଛନ୍ତି କାଳିଦାସ ଲେଖିଲେ ରଘୁବଂଶ ମହାକାବ୍ୟ। ଅମୁପୁର ପଶ୍ୟସି ଦେବଦାରୁ ପୁତ୍ରୀ ପୁତ୍ର ସૌ ବୃଷଭ ଧ୍ୱଜେନ ଜୋ ହେବ କୁମ୍ଭସ୍ତନ ନିଃସୃତା ସ୍କନ୍ଧସ୍ୟ ମାତୁଃ ପୟସାନାର ସତ୍ୟ। ସ୍କନ୍ଧସ୍ୟ ମାତୁଃ, ସ୍କନ୍ଧସ୍ୟ କହିଲେ କାର୍ତ୍ତିକଙ୍କର, ମାତୁ କହିଲେ ମା। କାର୍ତ୍ତିକଙ୍କର ମା କିଏ? ତାଙ୍କର ସ୍ୱର୍ଣ୍ଣ କୁମ୍ଭ ପରି ସ୍ତନ ନିଃସୃତା। ହେମ କୁମ୍ଭ ସ୍ତନ, ହେମ କହିଲେ ସୁବର୍ଣ୍ଣ, କୁମ୍ଭ କହିଲେ ମାଠିଆ। ସୁବର୍ଣ୍ଣ କୁମ୍ଭ ପରି ବକ୍ଷଜରୁ ପୟ କହିଲେ ଦୁଗ୍ଧ। ଦୁଗ୍ଧ କ୍ଷୀର କୋଉଠି ଲେଖା ହେଇନି, କ୍ଷୀର ଦେଇ କିଏ? ସୁବର୍ଣ୍ଣ କୁମ୍ଭ ପରି ବକ୍ଷଜରୁ ମା ପାର୍ବତୀ କାର୍ତ୍ତିକଙ୍କୁ ଯେମିତି କ୍ଷୀର ଦେଇ ବଡ କରିଥିଲେ, ସେମିତି ମାଠିଆରେ ପୟ କହିଲେ ପାଣି ଢାଳି ଏ ଦେବଦାରୁ ଗଛକୁ ବଢିଛନ୍ତି ବୋଲି କୁମ୍ଭଧର ନିକୁମ୍ଭ ମିତ୍ରର କଥାବାର୍ତ୍ତା। ସାର ଯଦି ପାର୍ବତୀ କ୍ଷୀର ଦେଲେ ଗାୟକ ମାନେ ସେତେବେଳେ ମଙ୍ଗଳାଚରଣ କରନ୍ତି ବା ଥରେ ବାଉଳାରେ ପାର୍ବତୀ
कार्तिक कौन भाविबे बाउलारे शिवंक मुहरे बक्षज भरदेले कारण तांको बाप पुअंकर माळ माळ मुंड तांकर 5 तांकर 6 आ एते मुंड दराडी अंधारे कोन जेंती मुंड आडे देला कहले एई बोधे मो पुआ कहि कि बक्षज तले भर दियंती हसिले पंडित किए चंद्र सर हमर हेती दिथर भूल होई कोन है बाबा जानो ये मां पार्वती पिला जन्म करिसंती ए कन्न करी की क्षीर देइसंती आज्ञा पळे आज्ञा हेले से शिवंकर केते शक्ति के कहि शिवंकर केते स्त्री शिवंकर केते गोटी चुप शिवंकर 3 स्त्री हमगा शिवंकर गोटी ब्रह्मांकर केते स्त्री से गोटी 3 स्त्री विष्णुकर केते स्त्री अरे सब जाको कंपटीशन रे माति राती जेते अधिका पाला हेते भूल हो ब्रह्मा जो विष्णुकर प्रथम स्त्री लक्ष्मी नुन आउ प्रथम स्त्री सरस्वती नुन अरे गोटे पद आउछि हां सर गा अर्थ संपूर्ण नहले भी सम्यक सूचना देबी आगे बलराम दास लिखि गा होगो कले ये खबा आसने खग आसने खगपति धीरे धीरे खटंती लक्ष्मी ये सारे 5टा जिलार रमेशारी 5टा जिलार सहकर्मी आकु जोड़िकी काम करिया भारी कष्ट सर के को जिला रो रंक भाई कोन जान नांती ये पुरी जिला बायक आज्ञा या घर नयागढ़ टोपड़ा दादी घर जगतसिंहपुर आगे तुम घर जाजपुर सर मोर खोदा तते मु पचारि घाटी दली तो घर कोठी बेगुनिया ब्लॉक आज्ञा बाघ हमारी होउची भाइया अच्छा हमर पड़िया जो पंचायत तू हमर कोन आज खजना देबा एते काई बापू सर ये सब कोड़ी देला वाला र ये 5टा जिलारू आकु नेइकरी सबु जिलार काल मान भिन्न ना नाही नबरा आकु एकाठी करिया छटिया अन्य सेवा ए र र र ये चमत्कार बायक नम्र शांत धीर जेमती मोर रंक भाई मोबाइल देखु जाई बाटी काटी तेणु मो कहिबार तात्पर्य खग आसने खगपति अच्छा खटंती लक्ष्मी सरस्वती सार भगवान नारायण कर जेमती खग आसन से मो विवाहन बसंती आपण जतबेले गाड़ी रे जाउथिबे आपनको स्त्री कोन आपनको गाड़ी रे बसी मोड़ी मोड़ी जाउथबो आ जदि सेवा करिवे दी टका स्त्री एका बेले करिवे नै नदी लक्ष्मी सेवा करथबे पार ये नथिबे की सरस्वती न थिवे सरस्वती नो सरस्वती सरस्वती जदि सरस्वती सेवा करथिबे लक्ष्मी नथि ना ताले खग आसने खगपति खटंती लक्ष्मी सरस्वती नारायण गरुडर पुष्टे पसिला बेले उड़ी उड़ी गला बेले ये दीटा को स्त्री कोन नारायण को दीटा को खुआ को मोड़ी मोड़ी जान ना से नो ख कहिले होची गर्त दत्त खमणी मंडल को तू हाथ बढ़ाई आज्ञा खनी खनीड़ी म बा हैं साडू जाऊ हो कहले करतो ख कहिले दत्त ग कहिले गमन गमन गातु को गमन करंती की धन सब र साप निजे गात करि परिबो न अन्य गातरे मास्टर देखि आज्ञा तेणु से खग पहले एठी हला किए ना अक्षर नियम अनुसार सर्प सर्पंक भितर पति श्रेष्ठ अनंत अनंत कोल रे प्रभु सोइला बेले सेवा करंती किए लक्ष्मी आउ लक्ष्मी देखि पारिबे नी की सरस्वती देखि परिबे ताकर पड़े नी ना किंतु प्रकृत सेवा करंती नारायण को प्रथम स्त्री सारे नारायण को प्रथम स्त्री की सर कहलो भारी इंटरेस्ट बुझिबा पाई सर जी बुझा प्रथम स्त्री की को भाईजा बड़े कहो वसुधे हेम गर्भसी शेषांक ताले मां के वसुमती
ଶଯ୍ୟାର ସଙ୍ଗିନୀ ଭଗବାନ ବିଷ୍ଣୁଙ୍କର ଶଯ୍ୟାର ସଙ୍ଗିନୀ ନୁହଁ ତାହେଲେ ନାରାୟଣଙ୍କ ସ୍ତ୍ରୀ କିଏ ବସୁଧା ହବନି ଜଗନ୍ନାଥଙ୍କ ପାଖରେ ଭୂଦେବୀ ନା ଶ୍ରୀଦେବୀ କହିଲେ ଆପଣଙ୍କର ଲକ୍ଷ୍ମୀ ବୁଝା ସରସ୍ୱତୀ ବୁଝା କିଛି କହିବାର ନାହିଁ କିନ୍ତୁ ଭୂଦେବୀ କହିଲେ ପୃଥିବୀ ଭଗବାନ ନାରାୟଣଙ୍କର ସ୍ତ୍ରୀ ହେଲେ କିଏ ବସୁମାତା ବସୁମାତା ତାପରେ ଲକ୍ଷ୍ମୀ ତିନି ସ୍ତ୍ରୀ ହେଲେ ନାରାୟଣ ବ୍ରହ୍ମାଙ୍କର ତିନି ସ୍ତ୍ରୀ କହିଲା ସୁରା ସାବିତ୍ରୀ ଗାୟତ୍ରୀ ସୁରା ସାବିତ୍ରୀ ये तीन जन हेले ब्रह्मांड हेले शिवंकर तीन स्त्री से ब्रह्मांड बाबा सती एक पार्वती टू दुई से कोन टू कहूची तू ए सारू को इनते कहूछु आज तो घंटा से सारू कहनी से टू कहती से बुझी बोले तू गंगा 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 रहली तीन स्त्री हेले चलो केते तीन हेले तोर केइटा स्त्री मोर गोटे स्त्री तला मु तो बाहादी गोटे तमे नाही करिवो प्रत्येक पुरुषंकर तीन स्त्री राजतंत्र समय सर तमरो दादी पंडित प्रथम होउचंती धर्मपत्नी द्वितीय रे भोगपत्नी तृतीय रे राजतंत्र समय प्रत्येक मती राजा माने केबे हेले बिना परामर्श रे पंडित मानकर बिना परामर्श रे रानी हंस पुरु जाई परिबे तू तो इच्छा रे तो स्त्री सन्निकट को जीवु किंतु राजा माने जाई परिबे ताकू कहबे के राजनगर ठारू रानी हंसपुर 3-4 किलोमीटर डिस्टेंस सर जेतबे राजा जाउथिबे राज पंडित माने समय देखि गणना करी कहिले राजा जीवे रानी को सहित मिसिबे जो योग्य को जन्म हब राजनीति करी तो पिला माने काई तो बाड़ौ तोर समय ठीक ना आपण के जानथि जानि भी कोन मुसैया होछि आपण कलाकार बोली बुझि पर सेदिन पराशर सेई समयटा हाथ छडा हेजु बोली आज्ञा घन कुझटिकार प्रलय चतुष्पार्श्वर सृष्टि करी रवि सुतागर भेरे रवि सुता जमुना नौका ऊपरे विष्णु पदरे तरणी हसई का नौका एठी विष्णु पदी नाही पो नाही एठी तरणी दीर्घईकार कोठी ना जमुना जमुना प्रीति कल अच्छा अच्छा वो कौन कहतली काहे से मुहूर्तटा पड़ेबो बोली पराशर भली ऋषि तीन स्त्री प्रीति कले जन्म नेले किया व्यास भगवान व्यास अभिजित नक्षत्र हाथ छड़ा हेजो बोली सेदिन पराशर गोटे अनुढ़ा प्रौढ़ा झियो तांग नदी रे जौवन ढेउ खेलै प्रीति कले कलेब्रा कोन से काम को ना कामना अनलपुन निर्वापित करिबा पई से प्रीति कले ना दिव्य मुहूर्त हाथ छड़ा हे गेले द्वितीय भगवान आसी परिबेन व्याख्या हे परिबनी व्यास शब्दर अर्थ व्याख्याकार व्यास शब्दर अर्थ परिधि एठी व्याख्या करूछन व्यास व्यास नथिले हमें पुराण पाक जाई पारबो आज्ञा तीन स्त्री किए प्रथम स्त्री होची धर्मपत्नी हेले राजा भलो मंद खाउचंती हां काम ना को द्रवित करिबा पाई सार आज्ञा राजा महाराजा माने रखंती धूपपत्नी हां भगवती लोक रखनिबा आ गोटे समर्पित पत्नी जुगे जुगे खाली द्वापर कली जुग कथा कहि दउ हां द्वापर जुगे समर्पित पत्नी अनेक थाई पारंती भगवान कृष्णकर किंतु मुख्य दुईटी से किए प्रथमतः कृष्णकर समर्पित पत्नी होती राधा दुई रे दुई होती मीरा सेति पई अभिमन्यु सामंत सिंहा समर्पित पत्नी ऊपर प्राकृत प्रेमर निदर्शन देइचंती गोटिए पद गाउची स्वर बदली दे ये स्वर भी भारी कष्ट ये स्वर सहज बोली भावे कला प्राकृत प्रेम मूर्ति ये
गोटे फिल्म ईश्वर किंतु से फिल्म ईश्वर मूल्य अछि प्रकृत पालिया तू यदि प्रकृत पालिया है तो मु पछु धरि पके मु जानबी तू ठीक पालिया हो परीक्षा करो जय राधा हरि यो व्यक्त लीला कु व्यक्त अवतारी हे कृष्ण हे गोविंद हे कृष्ण हे गोविंद हे कृष्ण हे गोविंद आदि अनादि कारण निर्गुण सगुण निर्गुण सगुण आत्मा राम सनातन ब्रह्म निरूपण हे कृष्ण हे गोविंद हे कृष्ण हे गोविंद हे कृष्ण हे गोविंद तो आखी मो आईना तो आखी मो आईना आईना ना पानिया क्रिएटिविटी तो परिची ଅପ୍ରାକୃତ ପ୍ରେମ ଗୋଟେ ଅପ୍ରାକୃତ ପ୍ରେମ ସେଠି ମୂର୍ତ୍ତି ଆଇଲା କୋ ସାରୁକୁ ସାହନା ତାହେଲେ ଜଗନ୍ନାଥଙ୍କର ସମର୍ପିତ ପତ୍ନୀ କିଏ ଭଗବାନ କୃଷ୍ଣଙ୍କର ସମର୍ପିତ ପତ୍ନୀ ହେଲେ ରାଧା ଆଉ ଖାଇ ପାରନ୍ତି ମୁଁ ନାହିଁ କରୁନି ଜଗନ୍ନାଥଙ୍କର ସମର୍ପିତ ପତ୍ନୀ ହେଉଛନ୍ତି ଦେବଦାସ ନାଇଁ ଆଜ୍ଞା ଦେବଦାସ କହିଲା ଦେବଦାସୀ ନାଟ ଦେଖିବ ବୋଲି ନିତି ସପନ ଦେଖୁଛି କାଲି କହିଲା ଦେବଦାସୀ ନାଟ ଦେଖିବ ବୋଲି ନିତି ସପନ ଦେଖୁଛି କାଲି ତା ନାମେ ଜଗତେ ବାଜେ ବାଜୁନା ପିଞ୍ଜିରି ପିନ୍ଧା ଜଗା ପାଇଁ ନୀତି ବୋଲି ଫୁଲ ଖଞ୍ଜାନା ପିଞ୍ଜିରି ପିନ୍ଧା ଜଗା ପାଇଁ ଏଇ ପୁଅ ତେଣୁ ମୀରା ରାଧା ଏବଂ ଜଗନ୍ନାଥଙ୍କର ଦେବଦାସ ଆଉ ଗୋଟେ ସ୍ତ୍ରୀ ଅଛି ଜଗନ୍ନାଥଙ୍କର ସବୁବେଳେ କହୁନି କିଛି ଥାଉ ତାଙ୍କରି ମ୍ୟାରେଜ ଆନିଭର୍ସରୀ ଦେଖିକିରି ଆମେ ମାନେ ସବୁ ବିବାହ ଉତ୍ସବ ପାଳନ କରୁ ମତେ କୁହନ୍ତୁ ଦୀର୍ଘ 30 ବର୍ଷ ତଳେ ସାରେ ବିବାହ ଉତ୍ସବ ଥିଲା ନା ବୁଢା ବୁଢୀ କାନ୍ଧରେ ହାତ ପକାଉଥିଲା ହାତ ଛାଡ ଆଇ ଲଭ ୟୁ କହୁଥିଲା ହାତ ଛାଡ ସେଥିରେ ପୁଣି କେକ୍ କଟାଉଛି କେକ୍ କେତେ ଜାଗାରେ କଟାଉଛି ତା ଠିକ ଠିକଣା ପିଲା ଉଠେଇବେ କହୁଛନ୍ତି ଦି ଜଣଙ୍କର ମ୍ୟାରେଜ ଆନିଭର୍ସରୀ ହୁଏ ବିବାହ ଉତ୍ସବ ଜଣେ ହେଲେ ଶିବ ଆଉ ଜଣେ ହେଲେ ଆମ ସଂସ୍କୃତିରେ ଆଗରୁ ହେଇଥିଲା ଏବେ ହଉଛି ତାଙ୍କଠୁ ଦେଖିକି ଜଗତ ପାଳିବ ତୁମ ଘରେ କଣ ପାଳିବ ସରିଲା ତେଣୁ ସେଇ ଜଗନ୍ନାଥଙ୍କ ଉପରେ ଗୋଟିଏ ଗାଉଛି ୟାକୁ ଲେଖିଛନ୍ତି ଗାୟକ ମୁକୁଟ ବିହୀନ ଗାୟକ ସମ୍ରାଟ ଦିବଙ୍ଗତ ତାଙ୍କର ଲକ୍ଷ୍ମୀନ୍ଦର ରାଉତଙ୍କର ଗୁରୁ ବୈଷ୍ଣବ ପ୍ରଧାନ ମହୋଦୟ ସେ କୁହନ୍ତି ତାଙ୍କର ଗୋଟେ ଡ୍ରେସ ଆଉ ନାହିଁ ସେଇଥିରେ ତାଙ୍କର କାଳ ପାଇଲା କୁହନ୍ତି ଯଦି ରୀତିଯୁଗୀୟ ସାହିତ୍ୟରେ କିଏ ତ୍ରୁଟି ବାଛିଦେବେ ଏଇଠୁ ପାଲା ଛାଡ଼ିଦେବା ସେ ସାଧନା ସ୍ୱତନ୍ତ୍ର ଏବେ ତ ସବୁ କମ ଓଜନ ହେଲାଣି ଆଉ ସାଧନା ଏତେ ଗୋଟିଏ ଦିନ ଜନ ଶରଣ ରକ୍ଷଣ ସର୍ବାନନ୍ଦ ସାଗର ହରିବଲ ହୁଳ ହୁଳି କରତାଳି ଦିଅ ବିଶ୍ୱ ଦୁଃଖ